ତୁମେ ମଧ୍ୟ ଘରେ ବସି ମୋବାଇଲରେ କଣ୍ଟେଣ୍ଟ ବନେଇ ପଇସା କମେଇବା ପାଇଁ ଚାହୁଁଛ କି? କିନ୍ତୁ କିପରି ଆରମ୍ଭ କରିବ ତାହା କିଛି ଆଇଡ଼ିଆ ଆସୁନାହିଁ? ତାହେଲେ ଏହି ଭିଡ଼ିଓଟି ତୁମ ପାଇଁ। ନମସ୍କାର, ମୁଁ ଆଜି ଆପଣମାନଙ୍କୁ କଣ୍ଟେଣ୍ଟ କ୍ରିଏସନର ବେସିକ୍ ଠାରୁ ଆଡ଼ଭାନ୍ସ ପର୍ଯ୍ୟନ୍ତ ସହଜ ଭାବେ ବୁଝାଇ ଦେବି। ଏହି ଭିଡ଼ିଓଟି ଯଦି ଆପଣ ଦେଖନ୍ତି ନା ତ ଆପଣ ଆରାମସେ ଆଜି ଯଦି ବି ଆରମ୍ଭ କରିବେ ନିଶ୍ଚୟ ସକ୍ସେସ୍ ହେବେ। କଣ୍ଟେଣ୍ଟ କ୍ରିଏସନର ଅର୍ଥ କ'ଣ? ନା କଣ୍ଟେଣ୍ଟ କ୍ରିଏସନ ହେଉଛି ଭିଡ଼ିଓ, ଫଟୋ, ରିଲ୍ସ, ବ୍ଲଗ୍ ବା କୌଣସି ତଥ୍ୟମୂଳକ ଜିନିଷ ବନେଇ ଲୋକଙ୍କ ସହିତ ସେୟାର କରିବା। ଫର୍ ଏକ୍ଜାମ୍ପଲ୍, ଯେଉଁ ହାଉସୱାଇଫ୍ ମାନେ କୁକିଂ ଭିଡ଼ିଓ ତିଆରି କରୁଛନ୍ତି, ରୋଷେଇ ରେସିପି ବା ମୋଟିଭେସନ୍ ଭିଡ଼ିଓ, ଅନଲାଇନ୍ ଅର୍ନିଂ ଟିପ୍ସ, ଡେଲି ଲାଇଫ୍ ବ୍ଲଗ୍, ଏସବୁ ହେଉଛି କଣ୍ଟେଣ୍ଟ କ୍ରିଏସନ ଭିତରେ ହିଁ ଆସେ। କାହିଁକି କଣ୍ଟେଣ୍ଟ କ୍ରିଏସନ ଆପଣ କରିବେ? ଏହା କରିଲେ ଆପଣଙ୍କ ଲାଭ କ'ଣ? ଦେଖନ୍ତୁ, ଘରେ ବସି ଇନକମ୍ କମେଇ ପାରିବା, ନିଜର ଗୋଟେ ଆଇଡେଣ୍ଟିଟି ତିଆରି କରିବା, ନିଜେ କିଛି ସ୍କିଲ୍ ଶିଖିକି ଦେଖେଇ ପାରିବା ଆମେ ଲୋକଙ୍କୁ। ଆଜିକାଲି ଅନେକ ହାଉସୱାଇଫ୍ସ ମଧ୍ୟ କଣ୍ଟେଣ୍ଟ କ୍ରିଏସନ ଦ୍ୱାରା ଅର୍ନିଂ କରୁଛନ୍ତି, ଠିକ୍ ଅଛି। ତ ଦେଖନ୍ତୁ, କେମିତି ଆପଣ ନିଜେ ଆରମ୍ଭ କରିବେ? ଷ୍ଟେପ୍ 1, ଫର୍ଷ୍ଟ ଜିନିଷ ଆପଣ କିଛି ମୁଁ କହୁଛି ପଏଣ୍ଟ ଆପଣ ଦେଖି ବୁଝିପାରିବେ। ଫର୍ଷ୍ଟ ଜିନିଷ ରହିଲା ନିଜର ଫର୍ଷ୍ଟ ଆପଣ କେଉଁ ଟପିକ୍ରେ କରିବେ, ନିଜର ଯେଉଁ ଗୋଟେ କହୁଛନ୍ତି ନିଚ୍, ଯେଉଁଟା କୁହନ୍ତି ହିନ୍ଦୀ ଲୋକମାନେ ନିଚ୍, ଗୋଟେ ନିର୍ଦ୍ଦିଷ୍ଟ ଗୋଟେ ଯେଉଁ ଫର୍ ଏକ୍ସାମ୍ପଲ୍ ଆପଣ କହିବେ କୁକିଂ କରିବେ, ତ ସବୁବେଳେ ଆପଣ କୁକିଂ ହିଁ ପୋଷ୍ଟ କରିବେ, ଠିକ୍ ଅଛି। ଯେଉଁ ଗୋଟେ କ'ଣ କୁହନ୍ତି ନିଚ୍, ପର୍ଟିକୁଲାର ଗୋଟେ ଜିନିଷ ଉପରେ ଆପଣ ବାଛିଦେବେ। ଆପଣ ଟିଚିଂ ଲାଇନ୍ ଯିବେ କି ବ୍ଲଗିଂ କରିବେ କି ଆପଣ କୁକିଂ ଚ୍ୟାନେଲ୍ କରି କୁକିଂ ଦେଖେଇବେ, ଯାହା ବି ହଉ, ବା କିଛି ସ୍କିଲ୍ ଶିଖିକି ଲୋକଙ୍କୁ ଗ୍ରାଫିକ୍ ଡିଜାଇନ୍ ବି ଆପଣ ଦେଖିପାରିବେ, କେମିତି କ'ଣ ଜିନିଷ ଫଟୋ ଭିଡ଼ିଓ ପୋଷ୍ଟ କରି ସବୁ ଟିଚିଂ ସବୁ କିଛି ହଉ, ଯେକୌଣସି ଯାହା ବି କରିବେ ଗୋଟିଏ ନିଚ୍ ଆପଣ ଫର୍ଷ୍ଟ ତାକୁ ବାଛିବେ, ସିଲେକ୍ସନ୍ କରିବେ, ମୁଁ ଏଇ ଉପରେ ହିଁ ମୁଁ କଣ୍ଟେଣ୍ଟ କରିବି। ସବୁଠାରୁ ପ୍ରଥମେ ଏଇଟା ହିଁ ଦରକାର, ନିଜେ କେତେ କରିପାରିବେ, ନିଜର କେଉଁ ଉପରେ ଇଣ୍ଟରେଷ୍ଟ ଅଛି, ବୁଝିପାରିଲେ। ଯେପରି କୁକିଂ ହେଲା, ତାପରେ ବିୟୁଟି ଆପଣ କରିପାରିବେ, ବିୟୁଟି ଉପରେ କେମିତି ମେକଅପ୍ ହୁଅନ୍ତି, ଶାଢ଼ୀ କେମିତି ପିନ୍ଧନ୍ତି, ଯାହା ବି ବିୟୁଟି ଉପରେ। ତାପରେ ଏଜୁକେସନ୍ ତ ଆପଣ ଜାଣିଛନ୍ତି, ବହୁତ ଜଣ ଟିଚର୍ସ ଯେମିତି ଶିଶୁ ମନ୍ଦିର ଟିଚର୍ ଗୁଡ଼ା ନିଜର ମ୍ୟାଥ୍ କରିକି ସେମାନେ ଦେଖୁ, ବହୁତ ଯେ ଯାହା ୱେରେ ବି ଏଜୁକେସନ୍ ଉପରେ। ତାପରେ ମୋଟିଭେସନ୍, ଯେଉଁଟା ଆପଣଙ୍କୁ ଭଲ ଲାଗେ, ଯେଉଁଟା ଆପଣ ବେଷ୍ଟ ଦେଇପାରିବେ, ସେଇ ନିଚ୍ ଆପଣ ଫର୍ଷ୍ଟ ସିଲେକ୍ସନ୍ କରନ୍ତୁ, ଠିକ୍ ଅଛି। ସେଇଟା ଗଲା ଆମର ଷ୍ଟେପ୍ 1। ଷ୍ଟେପ୍ 2 କ'ଣ ନା ପ୍ରଥମେ ପ୍ଲାଟଫର୍ମ ବାଛନ୍ତୁ, କେଉଁ ପ୍ଲାଟଫର୍ମରେ ଆପଣ କଣ୍ଟେଣ୍ଟ ପୋଷ୍ଟ କରିବେ। ୟୁଟ୍ୟୁବ୍, ଇନଷ୍ଟାଗ୍ରାମ୍, ଫେସବୁକ୍, ନହେଲେ ଆପଣ ତିନୋଟି ପ୍ଲାଟଫର୍ମ ବି ୟୁଜ୍ କରିପାରିବେ, ଠିକ୍ ଅଛି। ଷ୍ଟାର୍ଟ କରିବା ପାଇଁ ଫର୍ଷ୍ଟ କ'ଣ ଦରକାର? ୟୁଟ୍ୟୁବ୍ ପାଇଁ ନା ରିଲ୍ସ, ଯେଉଁଟା ଆପଣ ଯେଉଁ ଟପିକ୍ ନିଚ୍ କ୍ଲିୟର୍ ତାହାର ରିଲ୍ସ କରିବେ, ତ ସେଇ ରିଲ୍ସଟା ବେଷ୍ଟ ହେବା ଦରକାର, ଠିକ୍ ଅଛି। ଷ୍ଟେପ୍ 3, ସିମ୍ପଲ୍ ସେଟଅପ୍ କେମିତି କରିବେ? ଦେଖନ୍ତୁ, ଆମ ପାଖରେ ତ କୌଣସି ବହୁତ ହାଇ ବଜେଟ୍ର କ୍ୟାମେରା ବି ନାହିଁ, ଠିକ୍ ଅଛି, କି ମୋବାଇଲ୍ ବି ନାହିଁ। ଆମର ଘରେ ନ୍ୟାଚୁରାଲ୍ ଲାଇଟ୍, କ୍ଲିୟର୍ ଭଏସ୍, ଏତିକି ହେଲେ ହିଁ ଚଳିଯିବ, ଠିକ୍ ଅଛି। ଫୋର୍ଥ ଷ୍ଟେପ୍ କ'ଣ ହେବ ନା କନସିଷ୍ଟେନ୍ସି। ସବୁଠାରୁ ବଡ଼ ଇମ୍ପୋର୍ଟାଣ୍ଟ ଜିନିଷ ହେଲା କନସିଷ୍ଟେନ୍ସି। ଡେଲି 3 ଡେଜ୍ରେ ଗୋଟେ ଭିଡ଼ିଓ ଅପଲୋଡ଼ କରନ୍ତୁ, କିନ୍ତୁ କନସିଷ୍ଟେନ୍ସି ମ୍ୟାଟର୍ କରନ୍ତୁ। ଦେଖନ୍ତୁ, ବହୁତ ଜଣ ପ୍ରତ୍ୟେକ ଡେ ବାଇ ଡେ ପୋଷ୍ଟ କରୁଛନ୍ତି, ଠିକ୍ ଅଛି। ବହୁତ ଜଣଙ୍କ ଡେ ବାଇ ଡେ ପୋଷ୍ଟ କରିପାରନ୍ତି, 2 ଡେଜ୍ ଗ୍ୟାପ୍ କରି ପୋଷ୍ଟ କରୁ, ତ ସେଇଟା ଆପଣ ପ୍ରଥମଠୁ ହିଁ ସିଲେକ୍ସନ୍, ଡେ ବାଇ ଡେ ପୋଷ୍ଟ କରିବେ ନା 2 ଡେଜ୍କୁ ଗୋଟେ ଭିଡ଼ିଓ ପୋଷ୍ଟ କରିବେ, ସେଇଟା ସେଇ ରୁଟିନ୍ଟା ଆପଣ ଆଗରୁ ବାଛିଦେବେ। ସିକ୍ସଥ୍ ହେଉଛି ବିଗିନର୍ ମାନଙ୍କ ମାଇଣ୍ଡସେଟ୍। ପରଫେକ୍ଟ ହେବାକୁ ହେଲେ ୱେଟ୍ କରିବା କଥା ନୁହେଁ, ଠିକ୍ ଅଛି। କ୍ୟାମେରାର ଭୟ ଛାଡ଼ନ୍ତୁ, 2-3 ଭିଡ଼ିଓ ଉପରେ 2-3ଟା ଭିଡ଼ିଓ କରନ୍ତୁ, ତାପରେ ଗିଭ୍ ଅପ୍ ଦେବେ। ଏସବୁ ଜିନିଷ କିଛି ବି କ'ଣ କଲେ ଭୁଲ କରୁଛନ୍ତି, ଏଗୁଡ଼ା କରିବେନି ଆପଣ, ଠିକ୍ ଅଛି। ଗିଭ୍ ଅପ୍ କରିବେନି, କ୍ୟାମେରା ଆଗରେ ଭୟ କରିବେନି, ତା ପରଫେକ୍ଟ ହେବାକୁ ୱେଟ୍ ବି କରିବେନି, ଏସବୁ କେବେ ବି କରିବେନି। ମନେ ରଖନ୍ତୁ, ଛୋଟ ଛୋଟ ଷ୍ଟାର୍ଟ ସ୍ମଲ୍ ବଟ୍ ଡୋଣ୍ଟ ଷ୍ଟପ୍, ଛୋଟ ଛୋଟ ହିଁ କରିକି ଷ୍ଟାର୍ଟ କର, କିନ୍ତୁ ଷ୍ଟପ୍ କରନ୍ତୁନି, ଓକେ। ଆଉ ଗୋଟେ ଜିନିଷ ହେଲା ଗ୍ରୋଥ୍ ଠିକ୍। ଟ୍ରେଣ୍ଡିଂ ଟପିକ୍କୁ ଆପଣ ସବୁବେଳେ ଚେଷ୍ଟା କରନ୍ତୁ ଫଲୋ କରିବା ପାଇଁ। ଟ୍ରେଣ୍ଡିଂ ଟପିକ୍, ଥମ୍ବନେଲ୍, ଟାଇଟଲ୍ଟାକୁ ଆପଣ ଆଟ୍ରାକ୍ଟିଭ୍ କରିବେ, ଅଡ଼ିଏନ୍ସ ସହିତ ଇଣ୍ଟରାକ୍ଟ କରିବେ, ଲର୍ନ ଏବଂ ଇମ୍ପ୍ରୁଭ୍ ଏଭ୍ରି ଡେ, ଓକେ। ପଢ଼ନ୍ତୁ, ତା ସହିତ ଶିଖନ୍ତୁ ପ୍ରତ୍ୟେକ ଦିନ। ସେକେଣ୍ଡ ଜିନିଷ ଯେମିତି ମୁଁ କହିଲି ଟ୍ରେଣ୍ଡିଂ ଟପିକ୍, ଯେମିତି ଆଜିକାଲି ଟ୍ରେଣ୍ଡିଂ ଆମର କ'ଣ ଚାଲିଛି ନା ଏଆଇରେ କିପରି ଫଟୋ ଏଡ଼ିଟ୍ କରିପାରିବେ, ଏଆଇରେ କିପରି ଭିଡ଼ିଓ ଏଡ଼ିଟ୍ କରିପାରିବେ, ଏହିସବୁ ଏଆଇ ଭିଡ଼ିଓ, ଏଆଇ ଫଟୋ, ଏସବୁ ଯେଉଁ ଟ୍ରେଣ୍ଡିଂ ଚାଲିଛି ତାହା ଉପରେ ସେଇ ଟ୍ରେଣ୍ଡିଂ ଟପିକ୍କୁ ଆପଣ ଫଲୋ କରନ୍ତୁ।
ବହୁତ ଶୀଘ୍ର ଯଦି ମାନେ ଏତିକି ଟପିକ୍ ଆପଣ ଫଲୋ କରନ୍ତି ନା ବହୁତ ଶୀଘ୍ର ଗ୍ରୋ କରିଯିବେ ଆପଣ। ଥମ୍ବନେଲ୍ ବି ବହୁତ ଭଲ ଆଜିକାଲି ଦେଖୁଥିବେ ଥମ୍ବନେଲ୍ ଯେଉଁ ଆମେ କରୁଥିଲୁ ୟୁଟ୍ୟୁବରେ କାନଭାକୁ ଯାଇକି ଦେନ୍ ଆଜିକାଲି ଏଆଇରେ ବହୁତ ସୁନ୍ଦର ସୁନ୍ଦର ଆପଣ ଥମ୍ବନେଲ୍ ବି ତିଆରି କରିପାରିବେ। ତା ସହିତ ଟାଇଟଲ୍ ବି ଯଦି ଆପଣ ଦେଇପାରୁନାହାନ୍ତି ମାନେ କିଛି ଲାଙ୍ଗୁଏଜ୍ ଠିକ୍ କରିପାରୁନାହାନ୍ତି ଆପଣ ହେଲ୍ପ ବି ନେଇପାରିବେ ଏଆଇର। ତା ଥ୍ରୁରେ ବି ଆପଣ ଟାଇଟଲ୍ ବି ବହୁତ ବଢ଼ିଆ ଟାଇଟଲ୍ ଦେଇପାରିବେ ଯେଉଁଥିରେ କି ଲୋକ ଇଣ୍ଟରାକ୍ଟ ହେବେ। ତ ଏହିସବୁ ଉପରେ ଯଦି ଆପଣ ଫୋକସ୍ କରନ୍ତି ନା ଗାଇଜ୍ ତ ଆପଣଙ୍କର ବିଗନର୍ ବି ଆପଣ ହେଲେ ମଧ୍ୟ ଅଳ୍ପ ଦିନରେ ଆପଣ ବହୁତ ଭଲ ଗ୍ରୋ କରିଯିବେ। ଠିକ୍ ଅଛି। ଯଦି ଆପଣ ବି ସତରେ ଚାହାନ୍ତି କଣ୍ଟେଣ୍ଟ କ୍ରିଏସନ୍ କରିକି ନିଜକୁ ଆରମ୍ଭ କରିବା ପାଇଁ ତାହେଲେ ଆଜିଠୁ ଏଇ ଭିଡ଼ିଓଟି ସୁଟ୍ କରନ୍ତୁ ଏବଂ ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଥାଏ ଲାଇକ୍ କରିବେ ସେୟାର ସବସ୍କ୍ରାଇବ୍ ଏବଂ ଏଇପରି ବହୁତ ହି ଆପଣଙ୍କୁ ୟୁଜଫୁଲ୍ ଭିଡ଼ିଓ ଆଣିବି ଆପଣ ସବୁବେଳେ ଦେଖୁଥାନ୍ତୁ ଏବଂ ଦେଖିକି ନିଜକୁ ଚେଞ୍ଜ କରନ୍ତୁ। ଏଇ ଜିନିଷ ଗୋଟେ ଦେଖିକି କିଏ କେମିତି କାମ କରୁ ତାକୁ ଦେଖିକି ଆପଣ ଚେଞ୍ଜ ଆପଣଙ୍କ ଲାଇଫ୍ ବି ଚେଞ୍ଜ ହେଇପାରିବେ। ରହିଲି ନମସ୍ତେ।